ଅନୁଷ୍ଠିତ ହେଲା ହେଲୋ କିଡ୍ସ ସାଇକ୍ରିଷ୍ଣା ସ୍କୁଲର ଦଶମ ବାର୍ଷିକ ଉତ୍ସବ। ବାଲେଶ୍ୱର ସହର ଉପକଣ୍ଠ ସମ୍ବଲପୁର ସ୍ଥିତ ହେଲୋ କିଡ୍ସ ସାଇକ୍ରିଷ୍ଣା ସ୍କୁଲର ଦଶମ ବାର୍ଷିକ ଉତ୍ସବ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷୟିତ୍ରୀ ଯୋଗେଶିନୀ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ବାଦ ବାଲେଶ୍ୱର ସଂସ୍କରଣର ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ ଯୋଗଦେଇ କୁନି କୁନି ପିଲାମାନଙ୍କୁ ସଂସ୍କାରିତ କରିବା ସହିତ ଏକ ସୁନ୍ଦର ଭବିଷ୍ୟତ ଆଡ଼କୁ ଅଗ୍ରସର ହେବା ଲାଗି ଏହି ଅନୁଷ୍ଠାନର ଲକ୍ଷ୍ୟ ବାସ୍ତବରେ ପ୍ରଶଂସନୀୟ ବୋଲି କହିଥିଲେ। ମୁଖ୍ୟ ବକ୍ତା କବି ଅଭୟ ଦାସ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିଦ୍ଧିବିନାୟକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍କୁଲର ସ୍ମରଣିକା କଳିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସହଦେବଖୁଣ୍ଟା ସ୍ଥିତ ଗୋସଳାପଦାର ମନୋରଞ୍ଜନ ସ୍ୱାଇଁଙ୍କୁ ଅନ୍ନ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ତଥା ଅଧ୍ୟକ୍ଷ ଇଞ୍ଜିନିୟର ଜିତେନ୍ଦ୍ର କୁମାର ଦାସ ସଂସ୍କୃତରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶିକା ନିହାରିକା ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ ସମୟରେ ଛାତ୍ରଛାତ୍ରୀମାନେ ବେଦପାଠ କରିଥିଲେ। ଶେଷରେ ରଶ୍ମିରେଖା ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଛାତ୍ର ରେୟାଂଶ ମହାନ୍ତିଙ୍କୁ ମିଷ୍ଟର ହେଲୋ କିଡ୍ସ ଓ ଛାତ୍ରୀ ଗୀତାଂଶୀ ଦାସ ମହାପାତ୍ରଙ୍କୁ ମିସ୍ ହେଲୋ କିଡ୍ସରେ ସମ୍ମାନିତ କରାଯାଇଥିଲା। 10 ବର୍ଷ ଧରି ହୋଇଆସୁଥିବା ମିଷ୍ଟର ହେଲୋ କିଡ୍ସ ଓ ମିସ୍ ହେଲୋ କିଡ୍ସ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ମଧୁଚନ୍ଦା ଦାସ, ବିରଜା ବାରିକ, ଅଞ୍ଜଳି ପୁରୀ, ସନ୍ଧ୍ୟାବତୀ ବେହେରା, ଦୀପ୍ତିରେଖା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ଉତ୍ସବକୁ ମନଭରି ଉପଭୋଗ କରିବା ସହିତ ଉତ୍ସାହିତ କରିଥିଲେ। ଶ୍ରୀ ଜଗନ୍ନାଥଙ୍କ ପାଖରେ ଆମେ ପ୍ରଥମେ ଜଗତ ପ୍ରଭୁ ଜଗନ୍ନାଥ ଆମ ଓଡ଼ିଆ ସଂସ୍କୃତିର ପ୍ରକୃତ ପ୍ରତୀକ ଏବଂ ଆମର ପ୍ରାଣକର୍ତ୍ତା, ତାଙ୍କ ପାଖରେ ଆମେ ଦୀପ ଜାଳି ଏବଂ ପୁଷ୍ପ ଅର୍ପଣ କରି ଆମେ ସଭା କାର୍ଯ୍ୟ ଆରମ୍ଭ କରୁଛେ। ଆମେ ନିଶ୍ଚିତ ଭାବେ ଏଇ ଯେଉଁ ପରମ୍ପରାକୁ ଭୁଲିନେ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏ ଯେଉଁ ହେଲୋ କିଡ୍ସ, ମୁଁ ଭାବୁଛି ହେଲୋ ଶବ୍ଦ ବେଳେବେଳେ ଟିକେ ଲଗାଇବା ପଛେ କ'ଣ କାରଣ ହେଇପାରେ। ମୁଁ ଭାବୁଥିଲି ପଚାରିଥାନ୍ତି ପ୍ରିନ୍ସିପାଲ ମହୋଦୟଙ୍କୁ। ମୁଁ ଭାବିଲି ବୋଧେ ଏଇଆ ହେବ ଯେ ହେଲୋ ଏଇ ଯେଉଁ କୁନି କୁନି ପିଲାମାନେ ଏ ସ୍କୁଲରେ ପଢ଼ୁଛନ୍ତି ତାଙ୍କୁ ଗୋଟେ ସ୍ୱାଗତ କରିବାର ଗୋଟେ ପର୍ବ, ଗୋଟେ ମୁହୂର୍ତ୍ତ, ଗୋଟେ ଶିକ୍ଷା ବ୍ୟବସ୍ଥାକୁ ଭିତରକୁ ସାମିଲ କରିବା ଏବଂ ସ୍ୱାଗତ କରିବାର ଗୋଟେ ସମୟ ଏବଂ ସେଇ ଗୋଟେ ପରିସର ଭିତରେ ସେମାନଙ୍କୁ ରଖିବା ପାଇଁ ଯେଉଁ ପ୍ରକ୍ରିୟା, ସେମାନଙ୍କର ଶିକ୍ଷା ଆରମ୍ଭ କରିବାର ଯେଉଁ ପର୍ଯ୍ୟାୟ, ପ୍ରଥମ ପର୍ଯ୍ୟାୟରେ ସେଇପାଇଁ ସେ ବୋଧହୁଏ ହେଲୋ କିଡ୍ସ ନାଁ ଦେଇଛନ୍ତି କିମ୍ବା ଅନ୍ୟ କିଛି କାରଣ ହୁଏତ ଥାଇପାରେ। ଏବଂ ସବୁଠାରୁ ମୋତେ ବେଶୀ ଛୁଇଁଲା ଏଇ ଛୋଟ ଛୋଟ ପିଲାମାନଙ୍କର ଯେଉଁ ବେଦ ଉଚ୍ଚାରଣ ଏବଂ ସ୍ୱାଗତ ସଙ୍ଗୀତରେ ସେ ଯାହା କହୁଥିଲେ ଯେ ଆମେ ଛୋଟ ସ୍କୁଲ, ଛୋଟ ନାଁ, ଛୋଟ ପରିସର। ମୁଁ ଭାବୁଛି ଏଇଟା ଆମେ କୌଣସି ପରିସର ସ୍କୁଲ ଆମର ସବୁବେଳେ ଆମର ଦୃଷ୍ଟିକୋଣ, ଆମର ଯାହା ଏ ସ୍କୁଲ ପ୍ରତିଷ୍ଠା ଦିଗରେ ଲକ୍ଷ୍ୟ ଅଛି ତାକୁ ସବୁବେଳେ ମାନେ ସୁଦୂର ପ୍ରସାରୀ ହେବା ଦରକାର। ତେଣୁ ଆମେ ପରିସର ଗୋଟେ ଛୋଟ ହେଇପାରେ, କିନ୍ତୁ ମୁଁ ଭାବୁଛି ସ୍କୁଲ ପଛରେ ଗୋଟେ ଯେଉଁ ଦୃଷ୍ଟିକୋଣ ରହିଛି ପ୍ରତିଷ୍ଠା ପଛରେ ତାହା ନିଶ୍ଚିତ ଭାବେ ବହୁତ ବ୍ୟାପକ ଏବଂ ବହୁତ ସୁଦୂର ପ୍ରସାରୀ। ଯାହାଙ୍କ ଉଦ୍ୟମରେ ବି ମଧ୍ୟ ସ୍କୁଲ ପ୍ରତିଷ୍ଠା ହେଇଛି। ଏଇ ପ୍ରତିଷ୍ଠା ପଛର ପ୍ରକୃତ ଲକ୍ଷ୍ୟ କ'ଣ? ଗୋଟେ ପିଲାମାନଙ୍କୁ ପ୍ରଥମେ ଜଣାଇବା ଦରକାର ଯେ ସ୍କୁଲ କାହିଁକି ପ୍ରତିଷ୍ଠା ହୁଏ। ସାଧାରଣ ଭାବେ ଆପଣମାନଙ୍କର ଉତ୍ତର ହେବ ଯେ ପିଲାମାନେ ପାଠ ପଢ଼ିବେ, ଆଗକୁ ଯିବେ, ପରୀକ୍ଷାରେ ଭଲ ନମ୍ବର ରଖିବେ, ଆପଣ କିମ୍ବା ବିଭିନ୍ନ ପ୍ରକାର ଯେଉଁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିସ୍ ଅଛି ସେମାନେ ଦେଖେଇବେ, ସେଇଟା ହେଉଛି ଉଦ୍ଦେଶ୍ୟ। କିନ୍ତୁ ଏହା ସତ ସେମାନଙ୍କୁ ଜଣାଇବା ଦରକାର ଯେ ଏଇ ସ୍କୁଲ ପ୍ରତିଷ୍ଠା ପଛର ଗୋଟେ ବଡ଼ ଉଦ୍ଦେଶ୍ୟ ହେଉଛି କେବଳ ପାଠ ପଢ଼ିବା ନୁହେଁ, ନିଜର ଭବିଷ୍ୟତ ଗଢ଼ିବା। ଏଇଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। କେବଳ କହିବି ଯେ ଆପଣମାନେ ଯେଉଁ ସ୍କୁଲକୁ ଏଠି ପଠାଇଛନ୍ତି ପିଲାମାନଙ୍କୁ, ସେ ବିଦ୍ୟାଳୟଟି ନିଶ୍ଚିତ ଭାବରେ ଅନ୍ୟ ଅନେକ ବିଦ୍ୟାଳୟମାନଙ୍କ ଠାରୁ ଆଦର୍ଶ ସ୍ଥାନୀୟ ଏବଂ ଗୋଟେ ଭଲ ବିଦ୍ୟାଳୟ। ଆପଣମାନେ ଦେଖିଲେ ଏଠି ବେଦ ପାଠ କରାଗଲା। ପିଲାମାନଙ୍କ ମଧ୍ୟରେ ଯେତେବେଳେ ଆରମ୍ଭରୁ ପିଲାଟି ବେଳୁ ଆଧ୍ୟାତ୍ମିକତା
मंजी पुता जाए से माने मनीष होकर बाहर अमनीष हबार संभावना टे कम हम अवश्य से बापा माँ गोटे बहुत गुरु दायित्व रही मोर पूर्ववर्ती वक्ता माने ठीक से कथा कहले मुझे स्वर को पुणी थे अनुसरण करी जे आपण मानकर पिला जदि केतबेले किछि कम नंबर रखिला कदापि दुख प्रकाश करिवे नाही जो पिलाटी कम नंबर रखिला बा मध्यवित्त श्रेणी पिला भाव में समाज में प्रतिष्ठित हला बा अल्प छोट चाकरी कला से आपण पाखे रहिला आपणकर देखभाल कला आपणकर जत्न नाला जदि भल पाठ पढ़िला सी उड़ा जहाज उड़ीगला आउ फेरबार संभावना नहीं मो पाखे ये 50-100 उदाहरण अच्छी जो माने प्राथमिक अवस्था जितेबले पिला बहुत भल पढ़ुची अमेरिका गला लंडन गला बोली कहूले तापर से किछि दिन पर कांदी कांदी कहले जे आमे बहुत बड़ भूल करू किंतु जे आपण को पिला बहुत भल पढ़िबो से पई सुजोग देबे नहीं नुह एठी विद्यालय गोटे दायित्व रही जे से माने संस्कार सिखेबे बापा माँ मान प्रति पिला मानकर कौन कर्तव्य अच्छी से माने शिक्षा करेंगे मु भावुची सार माने मैडम माने ताकू सही कथाटी बेसी शिक्षा दिंतु जे बहुत बड़ चाकरी करवा बहुत उपार्जन कला भाया गोटे जंत्र पलटि जवार आवश्यकता नहीं तांको दरकार समाज पाई दरकार किछि भल मनीष एवं यही विद्यालय किछि भल मनीष तैयारी करिवा सब प्रकार माध्यम भाव में छिड़ा जे आम जितेंद्र सार प्रिंसिपल संस्कृत भाषण आरंभ कले मत भल लगे मुख्य अतिथि को मत भल लगी मत भल लगे कारण हूँ संस्कृत हूँ मोर प्रिय भाषा मु संस्कृत बहुत भल पाए सब भाषा को अधिक भल पाए संस्कृत संस्कृत में जिते जेकोसी जगह जो भी जिते कार्यक्रम हुए मु आगे जाकि जोग दिए कारण संस्कृत सहित भारत संस्कृति परंपरा जड़ित एवं आज जदि भारत सारा विश्वस्तर तार परिचय लाभ कर मुख्य उत्स निश्चित भाव संस्कृत भाषा जहाँ भी हो आज यहाँ हूँ पिला संध्या सांस्कृतिक कार्यक्रम देखापी आम समस्ते ये अच्छु एवं आज संध्या आज दिन हूँ पिला दिन सारा वर्ष समय जो कष्ट कर सारा वर्ष जाक जो प्रतिभा थाए से प्रतिभा को आज स्वीकार कर दिन आम एप्रिशिएट करवा प्रशंसा करवा स्वीकार करवा कारण से 30 पिला हूँ 50 पिला हूँ भितर गोटे कंपिटिशन रे प्रतियोगिता अंशग्रहण कर फास्ट हेबा सेकेंड हेबा थर्ड हेबा एते छोट कथा नुह सृजनशीलता प्रतिभा प्रतिभा कर्म भविष्य निर्माण तेषां अथक प्रयासानं ब्रूते अस्माकं शिक्षानं स्थापयतु समर्थनं दयित्वा अभिवादनं प्रति धन्यवादं ज्ञापनं ऐथं विशेष दिने उत्साहेन उत्सवं मन्यामहे अस्माकं छात्राणां कृते स्मरणं दिने करोतु Hello kids,